ନମସ୍କାର, ଜୟ ଜଗନ୍ନାଥ। ଚାଲନ୍ତୁ ଆମେ ଆଜିର ପାଠ୍ୟଟିକାଟି ଲେଖିବା। ଦେଖନ୍ତୁ, ବହୁ ଶ୍ରେଣୀ ପାଠ୍ୟଟିକା ପାଇଁ ଆପଣଙ୍କର ଶିଶୁ ବାଟିକା ଏବଂ ପ୍ରଥମ ଦ୍ୱିତୀୟ ଶ୍ରେଣୀ ପାଇଁ ଶିଶୁ ବାଟିକାର ଶିଶୁ ବାଟିକା ପାଠ୍ୟପୁସ୍ତକ, ସେହିଭଳି ଆପଣଙ୍କର ବିଦ୍ୟା ପ୍ରବେଶ ଗୁଡ଼ିକ କିଭଳି ଭାବରେ ଲେଖିବା ଚାଲନ୍ତୁ। ଦେଖନ୍ତୁ, 19 ତାରିଖ ପାଇଁ ଆପଣଙ୍କର ଶିଶୁ ବାଟିକା ପିରିୟଡ଼ ହେଉଛି 19। ଆପଣଙ୍କର କାର୍ଯ୍ୟପଦ 18ଟି ନିଆଯାଇଛି। ତ ଏଥିରେ ବଡ଼ ସାନ ଅଛି। ପ୍ରସଙ୍ଗ ବଡ଼ ସାନ। ଶିକ୍ଷଣ ଫଳାଫଳ ହେଉଛି ବସ୍ତୁ ମାଧ୍ୟମରେ ତୁଳନା କରିବା। ଦେଖନ୍ତୁ, ଶିକ୍ଷକ ପ୍ରଥମେ ସକ୍ରିୟାତ୍ମକ କାର୍ଯ୍ୟ କରିବେ। ଆଇମାର କ୍ଷେତ ଥିଲା। ସେହି କ୍ଷେତ୍ରରେ ବିଭିନ୍ନ ପ୍ରକାର ଜୀବଜନ୍ତୁଙ୍କର ନାମ ଅଛି। ସେଥିରୁ କିଏ ବଡ଼ କିଏ ସାନ ସମସ୍ତଙ୍କୁ ପଚାରିବା। ସେହିଭଳି ଭାବରେ ଆପଣଙ୍କର ଦେଖନ୍ତୁ, କାର୍ଯ୍ୟପଦ 18କୁ ଖୋଲିବେ ଏବଂ ସେଥିରେ ତଳେ ଦିଆଯାଇଛି କେଉଁଟି ବଡ଼ କେଉଁଟି ସାନ, ସେଗୁଡ଼ିକରେ ଆପଣ ଠିକ୍ ଚିହ୍ନ ଦେବେ। ଦେଖନ୍ତୁ, ଶିକ୍ଷଣ ସାମଗ୍ରୀ ହେଉଛି ଆପଣଙ୍କର ଶିଶୁ ବାଟିକା ବହି। ତାପରେ ଆପଣଙ୍କର ହେଉଛି ଆପଣଙ୍କର କାର୍ଯ୍ୟପଦଟି ନେବେ। ସେହିଭଳି ଏଥିରେ ଦକ୍ଷତା ହେଉଛି ବୌଦ୍ଧିକ ବିକାଶ, ମୂଲ୍ୟାୟନ। ଦେଖନ୍ତୁ, ଆପଣଙ୍କର ଯେଉଁ ଚିତ୍ରଟି ବଡ଼ ସେହି ଚିତ୍ରଟି ତଳେ ଠିକ୍ ଚିହ୍ନ ଦେବା। ସେହିଭଳି ଆପଣଙ୍କର ଦେଖନ୍ତୁ, ପ୍ରଥମ ଶ୍ରେଣୀ ଆପଣଙ୍କର ପିରିୟଡ଼ 25, କାର୍ଯ୍ୟପଦ ହେଉଛି ଆପଣଙ୍କର 24। ଆପଣଙ୍କର ବିଷୟ ଅଛି ପର୍ବପର୍ବାଣି। ଆପଣଙ୍କର ସେହିଭଳି ଦେଖନ୍ତୁ, ଏଥିରେ ପ୍ରସଙ୍ଗ ବିକାଶାତ୍ମକ ଲକ୍ଷ୍ୟ 1 ରହୁଛି। ତ ଆପଣଙ୍କର ଶିକ୍ଷଣ ଫଳାଫଳଟି କ'ଣ ରହୁଛି? ସଠିକତା ଓ ନିୟନ୍ତ୍ରଣ ସହ ସୂକ୍ଷ୍ମ ଶିଶୁକେନ୍ଦ୍ରିକ କ୍ରିୟାକୁ ଆପଣମାନେ ପ୍ରଦର୍ଶନ କରିବେ। ତେଣୁ ପିଲାମାନେ ଦେଖନ୍ତୁ, ସୂକ୍ଷ୍ମ କାର୍ଯ୍ୟଟି ଆପଣଙ୍କର ... ଅଛି ଦୋଳି ଚିତ୍ର, ତାକୁ ଯୋଡ଼ିବେ। ସେହିଭଳି ଭାବରେ ନିଜେ କହିବେ ଏବଂ ଶିକ୍ଷାର୍ଥୀମାନେ ତାହା କାର୍ଯ୍ୟ କରିବେ। ସେହିଭଳି ଆପଣଙ୍କର ଏକ୍ସମା ଷ୍ଟ୍ରିଟ୍ ଆପଣଙ୍କର ବିନ୍ଦୁ ବିନ୍ଦୁ ଦେଇଛି। ସେହି ବିନ୍ଦୁ ବିନ୍ଦୁ ଗୁଡ଼ିକରେ ଆପଣମାନେ ଯୋଡ଼ିବେ ଏବଂ ଚିତ୍ରଟି ସମ୍ପୂର୍ଣ୍ଣ କରିବେ। ଶିକ୍ଷଣ ସାମଗ୍ରୀ ହେଉଛି ବିଦ୍ୟା ପ୍ରବେଶ ବହି ଏବଂ କାର୍ଯ୍ୟପଦଟି ଏବଂ ଆପଣଙ୍କର ରଙ୍ଗ ଏବଂ ପେନସିଲ୍। ଦେଖନ୍ତୁ, ପେନସିଲ୍ ମାଧ୍ୟମରେ ସେହିଭଳି ଏଥିରେ ଆପଣଙ୍କର ଦକ୍ଷତା ହେଉଛି ବିନ୍ଦୁ ଯୋଡ଼ିବା। ତାପରେ ଆପଣଙ୍କର ଦେଖନ୍ତୁ, ମୂଲ୍ୟାୟନଟି ଗୋଟିଏ ଛୋଟିଆ ମନ୍ଦିର ଦେଇଛି, ତାକୁ ରେ ଦେଇଛି, ତାକୁ ଯୋଡ଼ିବା ପାଇଁ ମଧ୍ୟ ପିଲାମାନଙ୍କୁ କହିବା। ସେହିଭଳି ଚାଲନ୍ତୁ, ଦ୍ୱିତୀୟ ଶ୍ରେଣୀ ଯାହାକି ବହୁ ଶ୍ରେଣୀ ଏବଂ FLN କ୍ଲାସ୍ ଆଧାରିତ। ଆପଣଙ୍କର ଶନିବାର ଯେହେତୁ ମାନ ନିର୍ଦ୍ଧାରଣ ଅଛି ଏବଂ ଆପଣଙ୍କର ଦେଖନ୍ତୁ 40 ମିନିଟ୍ ପରିବର୍ତ୍ତେ 30 ମିନିଟ୍ ଲେଖା ଅଛି ଭାଷାର। ଆପଣଙ୍କର ବିଷୟ ପ୍ରସଙ୍ଗ ମୌଖିକ ଭାଷା ବିକାଶ। ଦେଖନ୍ତୁ, ଆପଣଙ୍କର ଶିକ୍ଷଣ ଫଳାଫଳ ହେଉଛି ଆପଣଙ୍କର ପ୍ରାର୍ଥନା ସଭା ବିଷୟରେ ଆଲୋଚନା। ଶିକ୍ଷାର୍ଥୀମାନଙ୍କୁ ଜଣ ଜଣ କରି ପ୍ରାର୍ଥନା ସଭାରେ କ'ଣ ହେଉଛି ପଚାରିବା ଫଳରେ ପିଲାର ବୌଦ୍ଧିକ ବିକାଶରେ ବିକାଶ ହେବ। ଏବଂ ଆପଣଙ୍କର ଶିକ୍ଷଣ ସାମଗ୍ରୀ ହେଉଛି ପ୍ରାର୍ଥନା ସଭାର ଚିତ୍ର। ସେହିଭଳି ଭାବରେ ଆପଣମାନଙ୍କର ଦକ୍ଷତା ହେଉଛି କଥନର ସ୍ପଷ୍ଟତା। ଦେଖନ୍ତୁ, ଆପଣ ପଚାରିବେ ପ୍ରାର୍ଥନା ସଭାରେ କ'ଣ କ'ଣ ହେଉଛି ମୂଲ୍ୟାୟନରେ। ସେହିଭଳି ଚାଲନ୍ତୁ, ନେକ୍ସଟ 30 ମିନିଟ୍ ଆପଣଙ୍କର ପାଠ୍ୟପୁସ୍ତକକୁ ଯିବା। କ୍ରିକେଟ ଖେଳ ଯାହା କ୍ରମଶଃ ଥିଲା, ଆପଣଙ୍କର ବୋଧଗମ୍ୟ ପଠନ କରିବା। ବୋଧଗମ୍ୟ ପଠନ ପାଇଁ ଶିକ୍ଷକ ଶିକ୍ଷାର୍ଥୀଙ୍କୁ ପ୍ରଶ୍ନ ପଚାରିବେ, ଛୋଟ ଛୋଟ ପ୍ରଶ୍ନ ପଚାରିବେ ଏବଂ ଉଚ୍ଚ ପଠନ କରି ସେଗୁଡ଼ିକ ଅର୍ଥ କହିବେ ବା ବୁଝାଇବେ। ଫଳରେ ଆପଣଙ୍କର ପାଠ୍ୟପୁସ୍ତକ ଚିତ୍ର ଦେଖି ମଧ୍ୟ ଅନେକ କଥା ଗୁଡ଼ିକ କହିବେ। ପାଠ୍ୟପୁସ୍ତକ ଆପଣଙ୍କର ଚିତ୍ର ପଠନ ଅଛି। ସେହିଭଳି ଦକ୍ଷତା ଚିତ୍ର ପଠନ ଏବଂ ମୂଲ୍ୟାୟନ ହେଉଛି ଆପଣଙ୍କର ପଥର ଖୋଲରେ କିଏ ରହୁଥିଲେ। ସେହିଭଳି ଚାଲନ୍ତୁ, ନେକ୍ସଟ 30 ମିନିଟ୍ କାର୍ଯ୍ୟପୁସ୍ତିକା କରିବା। କାର୍ଯ୍ୟପୁସ୍ତିକା ପାଠ 24 ଆପଣଙ୍କର ମାନ ନିର୍ଦ୍ଧାରଣ ରହୁଛି। ଶନିବାର ମାନ ନିର୍ଦ୍ଧାରଣରେ ଆପଣଙ୍କର ଦେଖନ୍ତୁ, ଶିକ୍ଷକ କାର୍ଯ୍ୟ ପଠନ ଭିତ୍ତିକ ରହିଛି, ଶବ୍ଦ ଗଢ଼ ଲେଖ ଇତ୍ୟାଦି। ଏବଂ ସାମଗ୍ରୀରେ ହେଉଛି ଆପଣଙ୍କର ପାଠ୍ୟପୁସ୍ତିକା। ମୂଲ୍ୟାୟନ ହେଉଛି ଦେଖନ୍ତୁ, ଆପଣଙ୍କର ଦେଖି ଲେଖିବା, ଦେଖି ଦେଖି ଲେଖିବା। ସେହିଭଳି ଆପଣଙ୍କର ନେକ୍ସଟ 30 ମିନିଟ୍ ଦେଖନ୍ତୁ, ଆପଣଙ୍କର ରହୁଛି ସେହିଭଳି ଗଣିତ ପାଠ୍ୟକ୍ରମ। ଦେଖନ୍ତୁ, ଆପଣମାନେ ଗଣିତରେ ଆପଣଙ୍କର ମଧ୍ୟ ସାନ ବଡ଼ ଅଛି, ଯାହାକି କ୍ରମଶଃ ଥିଲା ସାନ ବଡ଼। ଆପଣଙ୍କର ଆସ ସଂଖ୍ୟା ଗଢ଼ିବା ଅଛି, ତ ଆପଣମାନେ ସଂଖ୍ୟା ମଧ୍ୟ ଗଢ଼ିବେ। ଦେଖନ୍ତୁ, ଆପଣଙ୍କର 6କୁ ଦଶକ ସ୍ଥାନରେ ଥାଇ ଆପଣ ସଂଖ୍ୟା ଗଢ଼ିବେ। ସେହିଭଳି ଭାବରେ 6କୁ ଏକକ ସ୍ଥାନରେ ରଖି ସଂଖ୍ୟା ଗଢ଼ିବେ। ଦେଖନ୍ତୁ, ଆପଣମାନେ 6ରେ
ଯଦି ଦଶକ ସ୍ଥାନରେ ରଖିଲେ ଆପଣ 66, 67 ଲେଖିବେ କିମ୍ବା ଏକକ ସ୍ଥାନରେ ଥିଲେ 16, 26 ଇତ୍ୟାଦି ଲେଖିବେ ଏବଂ ସେମାନଙ୍କ ମଧ୍ୟରୁ କିଏ ସାନ କିଏ ବଡ଼ ଆପଣ ପ୍ରଶ୍ନ କରିବେ। ଆପଣଙ୍କର ଦେଖନ୍ତୁ ବହିଟି ହେଉଛି ଆପଣଙ୍କର ଗଣିତ ଖେଳ ବହି ନେବେ। ତାପରେ ଆପଣମାନଙ୍କର ଦେଖନ୍ତୁ 30 ମିନିଟ୍ ସ୍ଥାନୀୟମାନର ଧାରଣା ଦେବା ପାଇଁ 3, 7ରେ 3ର ସ୍ଥାନୀୟ କେତେ ପଚାରିବେ। ସେଭଳି 8, 3ରେ 83ରେ ଆପଣଙ୍କର 3ର ସ୍ଥାନୀୟ ମାନ କେତେ। ଆପଣଙ୍କର ଶିକ୍ଷଣ ସାମଗ୍ରୀ ସ୍ଥାନୀୟ ପଟ୍ଟି ନେବେ ଏବଂ ପ୍ରଶ୍ନ ପଚାରିବେ ଦଶକ ସ୍ଥାନରେ କିଏ ଅଛି। ସେହିଭଳି ଦେଖନ୍ତୁ ନେକ୍ସଟ 30 ମିନିଟ୍ ଆପଣଙ୍କର ରହୁଛି ବର୍ଗ ଖାତାରେ ଲେଖିବେ ସ୍ଥାନୀୟ ମାନ ଲେଖିବେ। ଦେଖନ୍ତୁ ସ୍କୋୟାର ଖାତାରେ ଆପଣଙ୍କର 83 ଲେଖିବେ। ଶିକ୍ଷକମାନେ 83 ମଧ୍ୟ ଦେଖନ୍ତୁ କେମିତି ବର୍ଗ ଖାତାରେ 1, 1, 3ଟି ଲେଖିବେ ତଳେ ତାର ମୋଟ 3 ଆସିବ। ସେହିଭଳି ଦଶକ ସ୍ଥାନରେ 83ରେ 8ଟି 10 ରହୁଛି ତେଣୁ 8 ରହିବ। ଏଥିପାଇଁ ଆପଣଙ୍କର ଗଣିତ କଳିକାର ଜିକେ ସ୍କୋୟାର ବୁକ୍ ଖାତା ଦରକାର ଏବଂ ସ୍ଥାନୀୟ ମାନ ପଟ୍ଟି। ତା ସହିତ ପ୍ରଶ୍ନ ହେଉଛି ଆପଣଙ୍କର 83ରେ 8 ସ୍ଥାନରେ କିଏ ରହିଛି ଦଶକ ସ୍ଥାନରେ। ସେହିଭଳି ଆପଣ ପଚାରିବେ 83ରେ 8ର ସ୍ଥାନୀୟ ମାନ କେତେ। ତ ଆପଣମାନେ ଏଇଭଳି ପାଠ୍ୟ ଟିକା କରିବେ। ସବୁଦିନ ପାଇଁ ଆମ ଚ୍ୟାନେଲକୁ ଲାଇକ୍, କମେଣ୍ଟ ଓ ସେୟାର କରନ୍ତୁ।